ପାଗଳ କୁକୁର ଯୋଗୁଁ ଅତିଷ୍ଠ ହେଲେଣି ଲୋକେ। ଯାହାକୁ ଦେଖୁଛି ତାକୁ ଗୋଡ଼ାଇ ଗୋଡ଼ାଇ ଘାଇଲା କରୁଛି ପାଗଳ କୁକୁର। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କମର୍ତ୍ତା ବଜାରରେ କୁକୁର କାମୁଡ଼ାରେ 7 ଜଣ ଗୁରୁତର ଆହତ ହୋଇଛନ୍ତି। ଛକ ପାଖକୁ ଯାଉଥିଲେ ସଡନ୍ ପଛରୁ ଆସି କାମୁଡ଼ିଲା ଆଉ ପାଗଳା କୁକୁରଟା ଆଉ କେତେ ଜଣଙ୍କୁ ଖଣ୍ଡେ କାମୁଡ଼ିଲା? 8 ଜଣ ହେଇଗଲା। ତାକୁ କାମୁଡ଼ିକି ଫେର ସାସୁଲା ନେଇକି ଟୋଟାଲି ସାଡ଼େ ପୁରା ମାଡ଼ି ଯାଇଛି। ସେମାନଙ୍କ ମଧ୍ୟରେ 5 ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ଏବଂ ଜଣେ ନାବାଳକ ରହିଛନ୍ତି। ଆଜି ସକାଳେ କମର୍ତ୍ତା ବଜାର ରାସ୍ତାରେ ଲୋକମାନେ ପ୍ରାତଃ ଭ୍ରମଣ କରୁଥିବା ବେଳେ ଗୋଟିଏ ପାଗଳ କୁକୁର ଆତଙ୍କ ଖେଳାଇଥିଲା। ଯାହାକୁ ଦେଖିଲା ତାକୁ କାମୁଡ଼ିଲା। ଫଳରେ 5 ଜଣ ମହିଳାଙ୍କ ସମେତ ଜଣେ ପୁରୁଷ ଏବଂ ଜଣେ ନାବାଳକ ଗୁରୁତର ହୋଇଛନ୍ତି। ଘର କଣ ଘଟଣା ହେଇଛି? ଆଇଲା ପରେ ମଦ ଖାଉ କେତେ ଜଣଙ୍କୁ କାମୁଡ଼ିଛି? 8 ଜଣ ହେଇଯାନ୍ତି। 8 ଜଣ 9 ଜଣ ହେଇଯିବେ। ତାକୁ ମାନେ ଇଏ କଲେନି କିଛି? କେହି କିଛି କରିବ ସେ ଯାଉଛି ଖାଳ କାମୁଡୁଛି ପଳଉଛି। କିଛି କରିହେଲାନି। ତୁ ତାକୁ ଜାଣିବୁ କି କହିବୁ କି? ସମସ୍ତଙ୍କୁ କମର୍ତ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସମସ୍ତ ଗୁରୁତର ଆହତ କମର୍ତ୍ତା ଓ କାନପୁର ଗ୍ରାମର ବୋଲି ଜଣାପଡ଼ିଛି। ତେବେ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ ଟିମ୍ କମର୍ତ୍ତାରେ ପହଞ୍ଚି କୁକୁରକୁ ଧରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଏନେଇ କୌଣସି ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ବାଲେଶ୍ୱର ଚିନ୍ମୟ କୁମାର ଦାସଙ୍କ ରିପୋର୍ଟ, ଖବର ଓଡ଼ିଶା।